लक्ष्मण मु सम्मुख को आस लक्ष्मण कुहतु प्रभु जहाँ पचारि सत्य सत्य कह लक्ष्मण कुहतु प्रभु तुम्हें हेउछ सत्य षण्ढ वंशर दायक जानी प्रभु तेणुक अग्रज सम्मुख में जहाँ भी कह सत्य सत्य कह लक्ष्मण प्रभु मु निश्चिंत प्रभु आपण सत्य वचन ही कहबी आपण मु केबे मिथ्या वचन कहनी आज मते सत्य वचन कहबी प्रभु ठीक अच्छी लक्ष्मण दूर पचारिबा चाहूँ लक्ष्मण जिते बेले पितृ सत्य को पालन करी अरण्यगामी हेले प्रभु सेते बेले सुमित्रा मां ठारू विदाय नेबा पई एवं आशीर्वाद नेबा पई आमे द्वय भ्रात सुमित्रा मां निकट को जाइथिले प्रभु सेते बेले मो सम्मुख रे सुमित्रा मां तुमको बारंबार कहिथिले एवं आदेश मध्य देइथिले लक्ष्मण प्रभु जेउठारे राम बसति स्थापन करिब से तो पाई अयोध्या प्रभु जेउठारे राम बसति स्थापन करिब जागृत प्रहरी सदृश तांकु सुरक्षा देबु प्रभु ए कथा को प्रतिपालित करिछ बोली राम को जणा प्रभु सेति पाई जागृत तुमे अछ निद्रा को परित्याग करी राम को जणा प्रभु आसीबा समय रे तुम्हारा पत्नी उर्मिला को अयोध्या देश छाड़ी आसीच बोली ये राम को जरा सेति पाई राम जाने तुम्हें मैथुन को मध्य परित्याग करिछ प्रभु हेले हेले आहार आहार को तुम्हें कौन परित्याग करिछ लक्ष्मण प्रभु 4,320 दिवस तुम्हें कौन आहार को परित्याग करिछ लक्ष्मण जहाँ भी कह सत्य सत्य वचन कह लक्ष्मण प्रभु लक्ष्मण बोले सुन ब्रह्मांड गोसाई फलमूल डाले कराए मरई ଥିଲେ बाकी आहे ଥିଲେ बाकी आरो दिवस मुठाए रखी घरे लक्ष्मण प्रभु से बात को तू कौन पालन करिछु हाँ प्रभु आपणकर कहवा अनुसार समस्त व्रत को पालन करिछे लक्ष्मण लक्ष्मण प्रभु प्रभु जानती आपण क्षुधा को निवारण करने निमंते निघंच अरण्य मध्यरु मु किछि फलमूल गुड़िक संग्रह करी आने आपण ताहा गुड़िक मढ़ई कर सारिबा परे जहाँ अवशिष्ट रही जाए मु आर दिवस को संचय कर रखी दिए प्रभु जदि बा आर दिवस को फलमूल गुड़िक न मिले आपण भोकिला रही
ଏ ଲକ୍ଷ୍ମଣ ମନ ଅନେକ କଷ୍ଟ ହବ ପ୍ରଭୁ ଏହା ଭାବେ ସଞ୍ଚିତ କରି ରଖିଥିବେ ପ୍ରଭୁ। ଆଏ ଠାକୁର ଠାକୁରାଣୀଙ୍କ ଉଦ୍ଦିଷ୍ଟ କିଞ୍ଚିତ ଦିନେ ଆଜ୍ଞା ହୋଇ ନାହିଁ ବିଚାରନ୍ତୁ ଚିତ ଏହା ଶୁଣି ଆରେ ଏହା ଶୁଣି ଉଚ୍ଚରେ କାନ୍ଦିଲେ ରଘୁବଳି। ପ୍ରଭୁ ଲକ୍ଷ୍ମଣ ଆପଣ ଯେତେବେଳେ ଖାଦ୍ୟକୁ ସେବନ କରୁଥିବା ସମୟରେ ଚାତକ ଯେପରି ବର୍ଷା ଯୋଗୁଁ ଚାହିଁ ରହିଥାଏ ତାର ତୃଷ୍ଣାକୁ ମେଣ୍ଟାଇବା ପାଇଁ ଠିକ୍ ସେହିପରି ଏ ଲକ୍ଷ୍ମଣ ଏ ଦ୍ୱାରଦେଶ ନିକଟରେ ସେ ଚାତକ ପକ୍ଷୀ ସଦୃଶ ଚାହିଁ ରହିଥାଏ। ସେଇ ଆପଣଙ୍କର ଶ୍ରୀମୁଖ ମଣ୍ଡଳର ସେଇ କିଞ୍ଚିତ ଟିକେକୁ ସେଇ ଅଧରଭୂତ ଟିକେକୁ ପାଇବା ପାଇଁ ଏ ଲକ୍ଷ୍ମଣ ମଧ୍ୟ ଚାହିଁ ବସିଥାଏ ପ୍ରଭୁ। ହେଲେ ଆପଣଙ୍କର ସେ ଶ୍ରୀମୁଖ ମଣ୍ଡଳରୁ କେବେ ହେଲେ ଆଜ୍ଞା ହୁଏନି କି ଲକ୍ଷ୍ମଣ କଣ ଖାଇଛୁ ନା ନାହିଁ? ଆପଣ ତ ଜାଣିଛନ୍ତି ପ୍ରଭୁ ଏ ଲକ୍ଷ୍ମଣ ଆପଣଙ୍କର ବିନା ଆଦେଶରେ କୌଣସି କାର୍ଯ୍ୟ କରେ ନାହିଁ। କିପରି ଆହାର ଗ୍ରହଣ କରିଥାନ୍ତି ପ୍ରଭୁ ଆପଣ କୁହନ୍ତୁ ପ୍ରଭୁ। ସତ୍ୟ ଲକ୍ଷ୍ମଣ ପ୍ରଭୁ ହେ ପ୍ରଭୁ ଆଦେଶ ବିନା ତୁ କୌଣସି କାର୍ଯ୍ୟ କରୁନା ନା ପ୍ରଭୁ ସେ ପ୍ରଭୁ ଆଦେଶକୁ ପାଳନ କରିବା ପାଇଁ ପ୍ରଭୁ ଆଜି 4,320 ଦିବସ ଉପାସ ରହିଗଲୁ ଲକ୍ଷ୍ମଣ। ପ୍ରଭୁ ଏ ବିଭୀଷଣ କୁଶୋକେ କହନ୍ତି ସୀତାପତି କହନ୍ତି ସୀତାପତି ପ୍ରଜାରି ରାମ ନାମ ଦେଲେ ବ୍ରହ୍ମରତି ମୋର ଗୁଣ ହେ ମନ ଦେଇ ଶୁଖିବାରି ଶୁଣ ହେ। ଏ ଲଙ୍କପତି ଏ ସମସ୍ତ କବି ସୈନ୍ୟ ମାନେ ତୁମେ ମାନେ ଶ୍ରବଣ କରୁଛ ନା ମୋର ସାନୁଛ ଲକ୍ଷ୍ମଣ ମୋ ତମ ଉପରେ କି ପ୍ରକାର କଥା କହୁଛି। ଜାଣ କବି ସୈନ୍ୟ ମାନେ ଯେତେବେଳେ ଋଷ୍ୟଶୃଙ୍ଗ ମୁନିଙ୍କ ବଳ ପ୍ରାପ୍ତି ହୋଇ ଦଶରଥଙ୍କର ଔରସରୁ କୌଶଲ୍ୟଙ୍କ ଗର୍ଭରୁ ଜନ୍ମ ଗ୍ରହଣ କଲି ସେତେବେଳେ ପିତାଶ୍ରୀଙ୍କର କୁଳ ଖଣ୍ଡନ କଲି। ଉପସ୍ଥିତ ଥିବା ସମସ୍ତ ବ୍ରହ୍ମର୍ଷି ମାନେ ନାମକୁ ଦେଇଥିଲେ ରାମ। କେବଳ ରାମ ନୁହେଁ ରାମ ପଛରେ 2ଟି ଶବ୍ଦକୁ ମଧ୍ୟ ସଂଯୋଗ କଲେ। ଗୋଟିଏ ହେଉଛି ଭଦ୍ର ଗୋଟିଏ ହେଉଛି ଚନ୍ଦ୍ର। ସେଇ ରାମଭଦ୍ର ଏବଂ ରାମଚନ୍ଦ୍ରର ପ୍ରତ୍ୟେକଟି ଗୁଣ ତୁମ ସମ୍ମୁଖରେ ପ୍ରତିପାଦନ କରୁଛି ତୁମେ ମାନେ ଶ୍ରବଣ କର। ଆଏ ଜନ୍ମ କଲା ମାତା ଠାରୁ ହୋଇ ନିରନ୍ତର ଜନ୍ମ କଲା ମାତା ଠାରୁ ହୋଇ ନିରନ୍ତର ମୋତେ ନ ଦେଖିଲ ଦାସ ହୋଇଲେ ପ୍ରିୟର ବନେବାସ ଆହେ ବନେବାସ ହେ କଲି ଭାଗ୍ୟା ତୁଲେଲା ରାକ୍ଷସ ହେ। ଏ ସମସ୍ତ କବି ସୈନ୍ୟ ମାନେ ଯେତେବେଳେ ମା ଏବଂ ବାପାଙ୍କର ବୃଦ୍ଧ ଅବସ୍ଥାକୁ ଉପଗତ ହୁଏ
ସେମାନଙ୍କର ଠାରେ ତାଙ୍କର ସାହସ ହେଉଛି ତାଙ୍କର ପୁତ୍ର ଜ୍ୟେଷ୍ଠ ସଦୃଶ ସେମାନଙ୍କର ସେବା କରିବାର ସମସ୍ତ ଅଧିକାର ଏକ ପୁତ୍ର ଠାରେ ଥାଏ। ସେତେବେଳେ ପିତାଶ୍ରୀଙ୍କର ବାର୍ଦ୍ଧକ୍ୟ ଅବସ୍ଥା ଜୀବଗତ ହେଲା। ସେ ଅଯୋଧ୍ୟାରେ ଘୋଷଣା କରା ଦିଆଗଲା। ରାତ୍ର ପାଇଲେ ଅଯୋଧ୍ୟା ରାଜ ସିଂହାସନରେ ରାମ ହେବ ଚକ୍ରବର୍ତ୍ତୀ ସମ୍ରାଟ। ଏକ ଦାସୀର କୁମନ୍ତ୍ରଣା ଦ୍ୱାରା ମାତାଙ୍କ କୈକେୟୀଙ୍କ ସତ୍ୟକୁ ରକ୍ଷା କରିବାକୁ ଯାଇ ପିତାଶ୍ରୀଙ୍କର ଆଦେଶକୁ ପାଳନ କରିବା ପାଇଁ ଯାଇ ହେ ରାମ 14 ବର୍ଷ ପାଇଁ କଣ୍ଟକିତ ପଥର ପଥିକ ସାଜିଲା। ଏବଂ ଦ୍ୱିତୀୟତଃ ମୋର ସାନୁଜ ଭରତ ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହେଲା। ସେତେବେଳେ ସେ ଦୁଃଖକୁ ରାମ ସହ୍ୟ କରିଥିଲା। କାହିଁକିନା ମୋର ସଙ୍ଗତରେ ମୋ ପତ୍ନୀ ସୀତା ଏବଂ ମୋର ସାନୁଜ ଲକ୍ଷ୍ମଣ ଥିଲେ। ତାଙ୍କର ଚନ୍ଦ୍ରମା ପ୍ରାୟ ମୁଖମଣ୍ଡଳକୁ ଦର୍ଶନ କରି ହେ କଣ୍ଟକିତ ପଥର ପଥିକ ସାଜିବା ହେଲା ମୋ ପାଇଁ ତୁଲ୍ୟ। ଯେତେବେଳେ ପିତାଶ୍ରୀଙ୍କ ଆଦେଶକୁ ପାଳନ କରିବାକୁ ଯାଇ ଅରଣ୍ୟଗାମୀ ହେଲି, ମୋ ବିଯୋଗରେ ପିତାଶ୍ରୀ ତାଙ୍କର ଦେହ ତ୍ୟାଗ କଲେ। ପିତାଶ୍ରୀଙ୍କ ନିକଟରେ ରହିବା ଦୂର କଥା, ପିତାଶ୍ରୀଙ୍କ ମୁଖମଣ୍ଡଳ ମଧ୍ୟ ଦର୍ଶନ କରିପାରିଲିନି। ଯେତେବେଳେ ଅଗସ୍ତ୍ୟ ମୁନିଙ୍କ କହିବା ଅନୁସାରେ ପଞ୍ଚବଟୀ ଅରଣ୍ୟରେ ବସତି ସ୍ଥାପନ କରିଥାଏ, ସେତେବେଳେ ଲଙ୍କାର ପାପାଚାରୀ ରାବଣ ତାର ଆସୁରୀ ମାୟାକୁ ପରିଚାର କରି ସୀତାଙ୍କୁ ପଞ୍ଚବଟୀ ଅରଣ୍ୟରୁ ହରଣ କରି ଦେଇ ଚାଲିଗଲା। ଆଏ କଷ୍ଟ ପାଇଲା ଅନୁଜତି କ୍ଷୀର ହୋଇ। କଷ୍ଟ ପାଇଲା ଅନୁଜତି କ୍ଷୀର ହୋଇ। ରାମ ନାମ ମୋରେ ଲକ୍ଷ୍ମଣ ହରି ପିତା ମାତା ହେ ପିତା ମାତା ହେ ସୁଖହୀନ ସୋଦର ପରିତ୍ରାଣେ। କେବଳ ସେତିକି ନୁହେଁ, ଶେଷରେ ମୋର ପ୍ରାଣ ପ୍ରତିମମ ଲକ୍ଷ୍ମଣ ସତ୍ୟ ଥିଲା ରାମ ପାଇଁ, ସତ୍ୟ ନଥିଲା ମୋର ସାନୁଜ ପାଇଁ। ମୋର ସତ୍ୟକୁ ଆଦରି ନେଇ ମତେ ମୋ ଲକ୍ଷ୍ମଣ କହିଲା, ପ୍ରଭୁ ଆପଣ ଯେଉଁଠାରେ ରହିବେ ସେ ଲକ୍ଷ୍ମଣକୁ ସେଠାରେ ବାସ କରିବାକୁ ମୋ ସତ୍ୟକୁ ଆଦରି ନେଇ ରାଜଭୋଗ ପରିତ୍ୟାଗ କରି ହସି ସୁଚାଲୁଥିବା ମୋର ସାନୁଜର ଶରୀର ଆଜି ଏ କଣ୍ଟକିତ ପଥରେ କ୍ଷଣ ହେବାରେ ଲାଗିଛି। ଯେତେବେଳେ ପଞ୍ଚବଟୀ ଅରଣ୍ୟରୁ ମୋ ସୀତାକୁ ରାବଣ ହରଣ କରି ଦେଇ ଚାଲିଗଲା, ଏକ ପତି ହିସାବରେ ମୋ ପତ୍ନୀକୁ ସୁରକ୍ଷା ଦେଇପାରିଲିନି। ପରିଶେଷରେ ମୋର ସାନୁଜ ଲକ୍ଷ୍ମଣ ଆଜି ମୋ କଷ୍ଟରେ ଭାଗିଦାର ହେବା ପାଇଁ 420 ଦିବସ ଆଜି ଉପବାସ ରହିଗଲା। ପ୍ରଭୁ ଲକ୍ଷ୍ମଣ ମତେ କ୍ଷମା କରିଦେ ଲକ୍ଷ୍ମଣ। ପ୍ରଭୁ ହେବାର ସମସ୍ତ ଯୋଗ୍ୟତା ଲକ୍ଷ୍ମଣ। ପ୍ରଭୁ ସମ୍ବୋଧନ କରିବାର ଯୋଗ୍ୟତା ଲକ୍ଷ୍ମଣ ନାହିଁ ଲକ୍ଷ୍ମଣ। ମତେ କ୍ଷମା କରିଦେ ଲକ୍ଷ୍ମଣ। ହେ ବିଭୀଷଣ ଜଣାଇଲା ପ୍ରଭୁ ମୋହ ଛାଡ଼ ରେ ପ୍ରଭୁ ମୋହ ଛାଡ଼। ସହିତ ହିତ ହୋଇଲା ଏହା କର ବର ବୋଧ ଦେଲା ହେ ଅନଙ୍ଗ କହିଲା ହେ।
ପ୍ରଭୁ ଯଦି ତୋର ସେବା ପାଇଁ ଏ ପ୍ରଭୁର ପ୍ରାଣ ବି ତୁ ମାଗୁ ଏ ପ୍ରଭୁ ନିଶ୍ଚିତ ତାର ପ୍ରାଣକୁ ସମର୍ପଣ କରିଦେବ ଲକ୍ଷ୍ମଣ। ପ୍ରଭୁ ଏ ଜଗତରେ ମଧ୍ୟ ଅନେକ ଚିତା ମିଳିପାରେ ଲକ୍ଷ୍ମଣ, କିନ୍ତୁ ତୋ ପ୍ରତି ଭାତା ମୋତେ ମିଳିବନି ପ୍ରଭୁ ଲକ୍ଷ୍ମଣ। ମୁଁ ତ ହେଉଛି ଆପଣଙ୍କର ଦାସ, ଲକ୍ଷ୍ମଣ ଦାସର କର୍ତ୍ତବ୍ୟ ମୁଁ ତୁଲେଇଛି। ଏ ସାମାନ୍ୟ କଥା ପାଇଁ ଆପଣ ଖୋଦନ କରୁଛନ୍ତି। ଏ ଧରା ଦଶାନ୍ତର ଦାମୀ ହୋଇଗଲେ ବି ଏ ଲକ୍ଷ୍ମଣ ଭୟ କରିବ ନାହିଁ, କାହିଁକି ନା ଆପଣ ପରା ଏ ଲକ୍ଷ୍ମଣ ପାଖରେ ଅଛନ୍ତି। ଜାଣିଲେ ଲକ୍ଷ୍ମଣ, ପ୍ରଭୁ हे राम जाने तोर प्रभु भक्ति, हे प्रभु भक्ति को साफल्य वर्णित करबा पाई आज तो 4,320 दिवस खाद्य को ग्रहण कलु नहीं लक्ष्मण। प्रभु हे प्रभु सत्य को आदरी नहीं राजभोग को परित्याग करी कष्ट भाई तू आज कंटकित पत्र प्रतीक साधि लक्ष्मण। प्रभु जाने लक्ष्मण प्रभु प्रभु ଲକ୍ଷ୍ମଣ ଆପଣଙ୍କ ଆଶୀର୍ବାଦ ଏ ଲକ୍ଷ୍ମଣଙ୍କ ମସ୍ତିଷ୍କ ଉପରେ ସଦା ସର୍ବଦା ଅଛି ପ୍ରଭୁ। ପ୍ରଭୁ ଏ ଅହିତ କଥା ଭିତରେ ପରିଣତ ହେଇଛି ପ୍ରଭୁ। ଯଦି ଲକ୍ଷ୍ମଣ ଏ କଥାକୁ ପ୍ରତିପାଳିତ ନ କରିଥାନ୍ତେ ତାହେଲେ ସେ ଇନ୍ଦ୍ରଜିତକୁ ବଧ କରିଥାନ୍ତେ କିଏ ସେ ପ୍ରଭୁ? ସେ କନ୍ଦରକୁ ପରିତ୍ୟାଗ କରନ୍ତୁ ପ୍ରଭୁ। ठीक है ଏବେ ଯୁଦ୍ଧ ପାଇଁ ସଜାଗ ହେବା। ମୋ ମନ କହୁଛି ଆଜି ନିଶ୍ଚିତ ଏ ଲକ୍ଷ୍ମଣ ହାତରେ ସେ ପ୍ରଭାକରୀ ରାବଣ ଦୁଷ୍ଟନନ୍ଦନ ଇନ୍ଦ୍ରଜିତ ପ୍ରାଣରେ ମଧ୍ୟ ହେବ। ପ୍ରଭୁ ସେ ଶୋକକୁ ପରିତ୍ୟାଗ କରନ୍ତୁ ପ୍ରଭୁ। ठीक है लंकपति आज मोर सानुज से व्रत को प्रतिपालन करिछि बोली आज निश्चित मोर सानुज हस्तर इंद्रजितर बद्ध हेब। मु निजे मोर सानुज को सेनापति विषय सजई देबी लक्ष्मण। मो आशीर्वाद सदा सर्वदा तो मस्तक अच्छी रे लक्ष्मण। आज निश्चित प्रभु आशीर्वाद को नहीं निश्चित लंकापुर को यात्रा कर यही आशीर्वाद करुची संसार में समस्त शक्ति एकत्रित हो यदि रावण ज्येष्ठ पुत्र इंद्रजितर पक्ष नियंती ताहले तो हस्तर बाजी इंद्रजितर निस्तार हेब नाही लक्ष्मण। तुअते साधु जने ध्यानर ससुर ऐसिया मथा मोरे पूर्ण कहे विभीषण रात्र खाऊ जलित पुरनु बेड़िबा ପ୍ରଭୁ लंकपति ମୋର ମନ କହୁଛି ଏ ରାତ୍ର ଥାଉ ଥାଉ ଇନ୍ଦ୍ରଜିତ ପୁରକୁ ବେଢ଼ିଯିବା। କାହିଁକି ସେ ଯଦି ଯଜ୍ଞକୁ ପଳାଇଯାଏ ନିକୁମ୍ଭିଳବଟ ମୂଳକୁ ଯଜ୍ଞ ଆରମ୍ଭ କରିବ। ସେ ଯଜ୍ଞରେ ଯଦି ବସେ ଯଜ୍ଞରୁ ଯଦି ସେ ଯଜ୍ଞ ସାଧନ କଲେ ଦେବଦଣ୍ଡ ନାମକ ଏକ ରଥ ବାହାରିବ। ସେ ରଥରେ ବସିଲେ ତାକୁ ଆଉ ପରାଜିତ କରିବା ଆମର ଅସମ୍ଭବ ପ୍ରଭୁ। हेले ठीक अच्छी यथाशीघ्र युद्ध आरंभ करा जाऊ लंकपति। ପ୍ରଭୁ आय सुमित्रा नंदन देऊ भाई धनुर्बाण आय सुमित्रा नंदन देऊ भाई धनुर्बाण आय मंगला चरण कले संगम सुसेन
সুমিত্রা নন্দন দেহু ভাই ধনুর্বাণ আয় মধুরা চরণ কমলে শ্যাম সুসেন আয় কস্তুরী টিকা শ্রীরাম সহস্রে দেখে আয় সত্যবাই জয় কর বলি আজ্ঞা দে ଝାରି ଲକ୍ଷ୍ମଣ ଲଙ୍କାର ରଣାଙ୍ଗନକୁ ଯିବା ପୂର୍ବରୁ ହିଁ ରାମ ତତେ ଆଶୀର୍ବାଦ କରୁଛି ଇନ୍ଦ୍ରଜିତ ସଙ୍ଗତରେ ଯୁଦ୍ଧ କରିବା ସମୟରେ ତୋ ସମ୍ମୁଖରେ କିଛି ବିପତ୍ତି ନ ଆସୁ ଏ କସ୍ତୁରୀ ଟୀକାକୁ ତୁ ମସ୍ତକରେ ପ୍ରଦାନ କରୁଛି ଏବଂ ବିଜୟ ପାଇଁ ତତେ ଆଶୀର୍ବାଦ କରୁଛି ରେ ଲକ୍ଷ୍ମଣ ହେ ସମସ୍ତ କପି ସୈନ୍ୟମାନେ ମୁଁ ଲକ୍ଷ୍ମଣଙ୍କୁ ଯିବା ପୂର୍ବରୁ ଆପଣମାନଙ୍କୁ ରାମ ଅନୁରୋଧ କରୁଛି ଅହଙ୍କାର ପାପାଚାରୀ ରାବଣର ଜ୍ୟେଷ୍ଠ ପୁତ୍ର ଇନ୍ଦ୍ରଜିତ ହେଉଛି ପ୍ରଚଣ୍ଡ ମାୟାବୀ ଯେପରି ମୁଁ ଲକ୍ଷ୍ମଣ ଯୁଦ୍ଧରେ ସତର୍କତା ଅବଲମ୍ବନ କରେ ନିଶ୍ଚିତ ଆପଣମାନେ ତାକୁ ରକ୍ଷା କରିବା ହେବେ ପ୍ରଭୁ ଲକ୍ଷ୍ମଣ ଯିବା ପୂର୍ବରୁ ଏ ଦାସଙ୍କୁ ପୁନର୍ବାର ଆଶୀର୍ବାଦ କରିଥାନ୍ତୁ ଯେପରିକି ସେ ଆପଣଙ୍କର ବିଜୟ ପତାକାକୁ ଲଙ୍କା ଗଡ଼ ରଣାଙ୍ଗନ ମଧ୍ୟରୁ ଉଡ଼ାଇ ଆଣିବି ନିଶ୍ଚିତରେ ଲକ୍ଷ୍ମଣ আয় ধূপ দীপে পকাইলে সুন্দর